ଗୋଟିଏ ଛୋଟ ଗାଁରେ ରହୁଥିଲେ ରଘୁ ଓ ତାଙ୍କ ସ୍ତ୍ରୀ ଲତା। ବିବାହର ପ୍ରଥମ କିଛି ବର୍ଷ ସେମାନଙ୍କ ଜୀବନ ସୁନ୍ଦର ଭାବରେ କଟିଥିଲା। କିନ୍ତୁ ଆସ୍ତେ ଆସ୍ତେ ସାଧାରଣ କଥାକୁ ନେଇ ତିକ୍ତତା, ଝଗଡ଼ା, ଅସହିଷ୍ଣୁତା ବଢ଼ିଲା। ରଘୁ କାମରୁ କ୍ଳାନ୍ତ ହୋଇ ଘରକୁ ଆସୁଥିଲେ, କିନ୍ତୁ ଲତାଙ୍କ ଛୋଟ ଛୋଟ କଥାରେ ଅଭିଯୋଗ, ଅସନ୍ତୋଷ ଶୁଣିବାକୁ ପଡ଼ୁଥିଲା। ସେଥିରେ ରଘୁ ମଧ୍ୟ କ୍ଷୁବ୍ଧ ହୋଇ ଉଚ୍ଚ ସ୍ୱରରେ କଥା କହୁଥିଲେ। ପରିଣାମରେ ସନ୍ତାନମାନେ ନିରାଶ, ପରିବାରରେ ଅଶାନ୍ତି, ପଡ଼ୋଶୀଙ୍କ ନିକଟରେ ଲଜ୍ଜା। ଏମିତି ଦିନଗୁଡ଼ିକ କଟୁଥିଲା।